15 दिन 50-60 तैयारी कर दियंती 15 दिन না না সেমতি ସବୁ ତ ହାର୍ଡକୋର କ୍ରିମିନାଲ ନୁହେଁ ଭିତରୁ ବି ମନୁଷ୍ୟ ସେ ତ ମୁଁ ଚାହୁଁଛି ଯେ ତାଠୁ ଆମେ କିଛି କିଣିକି ସେଠୁ ଯଦି ସାହାଯ୍ୟ କିଛି ହଉଛି ତ ବହୁତ ବଢିଆ ହବ। ବାଲିଯାତ୍ରାରେ ଦିନ ଯେତିକି ବଢୁଛି ସେତିକି ରୋଚକତା ମଧ୍ୟ ବୃଦ୍ଧି ପାଉଛି କାରଣ ରାଜ୍ୟର କୋଣ ଅନୁକୋଣରୁ ଯାତ୍ରୀ ମାନେ ଆସୁଛନ୍ତି ଦର୍ଶକ ମାନେ ଆସୁଛନ୍ତି ଏଠାରେ ବାଲିଯାତ୍ରା ଦେଖୁଛନ୍ତି କିନ୍ତୁ ସବୁଠାରୁ ବର୍ତ୍ତମାନ ଗୋଟେ ଓର୍ମାସ ମଧ୍ୟରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ବା ଦୃଶ୍ୟ ଦେଖିବାକୁ ମିଳିଛି ଜେଲର ଯୋଉ ହସ୍ତଶିଳ୍ପ ଯୋଉ ରାଜ୍ୟର ରହିଛି ସେ ଏଠାରେ ଗୋଟେ ଷ୍ଟଲ ରହିଛି ଯେଉଁଠାକୁ ଆସିଛନ୍ତି ଯୋଉ ବିଚାରାଧୀନ କଏଦୀ ମାନେ ହାର୍ଡକୋର କ୍ରିମିନାଲ ମାନେ ଜେଲରେ ରହୁଛନ୍ତି ରାଜ୍ୟର ବିଭିନ୍ନ ଜେଲରେ ରହୁଛନ୍ତି ସେମାନେ ସେମାନଙ୍କ ହାତ ତିଆରି ଜିନିଷକୁ ଏଠାକୁ ପଠେଇଛନ୍ତି ଏବଂ ଏଠାରେ ଯୋଉ ଜେଲର କର୍ତ୍ତୃପକ୍ଷ ଯେଉଁମାନେ ରହିଛନ୍ତି ସେମାନେ ଆସି ଏଠାରେ ବିକ୍ରି କରୁଛନ୍ତି। ତେବେ ଦେଖିପାରୁଥିବେ ପ୍ରତ୍ୟେକଟି ଜିନିଷ ରହିଛି ଯୋଉ ପ୍ରତ୍ୟେକ ଦିନ ବ୍ୟବହାର ଯୋଉ କରାଯାଏ ସେ ବ୍ୟବହାର କାର୍ଯ୍ୟରେ ସେଗୁଡ଼ା ଲାଗିଥାଏ। ଲୁଙ୍ଗି ହଉ ଗାମୁଛା ହଉ ଏବଂ ପାପୋଛ ହଉ ଆମର ଫିନାଇଲ ହଉ ଏମିତି ସବୁ କିଛି ବ୍ୟବସ୍ଥା ଏଠାରେ ରହିଛି। ଜଣେ ରହିଛନ୍ତି ମ୍ୟାଡାମ ଜଣେ ରହିଛନ୍ତି କିଣିବାକୁ ଆପଣ ଆସିଥିଲେ କେମିତି ଦେଖୁଛନ୍ତି ମ୍ୟାଡାମ ଏଇ ଯୋଉ ଷ୍ଟଲ ପଡିଛି ଯୋଉ ସାମଗ୍ରୀ ଦେଖୁଛନ୍ତି କେମିତି ଦେଖୁଛନ୍ତି ସବୁ କଣ ଜିନିଷ ଅଛି? ଲୁଙ୍ଗି ଅଛି ଗାମଛା ଅଛି ବେଡସିଟ୍ ଅଛି ଆର ବହୁତ କିଛି ଅଛି କିନ୍ତୁ ମୁଁ ତାଠୁ ଗାମଛାଟା ମତେ ଭଲ ଲାଗିଲ କ୍ୱାଲିଟିଟା ବି ଭଲ ଲାଗିଲ ତ ଆମେ 3ଟା ଗାମଛା ନେଇଛି। ଆଚ୍ଛା 3ଟା ଗାମୁଛା ନେଲେ ଆପଣ କିନ୍ତୁ ଏମାନେ ଯାହା ଯୋଉ ତିଆରି କରୁଛନ୍ତି ଯେ ସେମାନେ ହାର୍ଡକୋର କ୍ରିମିନାଲ ମାନେ ଅଛନ୍ତି ଜେଲ ଭିତରେ ରହିଛନ୍ତି ଭାବୁନାହାନ୍ତି କୋଉଠି ନା କୋଉଠି ସେମାନଙ୍କ ପାଇଁ ଗୋଟେ ବଡ ଚାନ୍ସ ଗୋଟେ ନା ନା ସେମତି ସବୁ ତ ହାର୍ଡକୋର କ୍ରିମିନାଲ ନୁହେଁ ଭିତରୁ ବି ମନୁଷ୍ୟ ସେ ତ ମୁଁ ଚାହୁଁଛି ଯେ ତାଠୁ ଆମେ କିଛି କିଣିକି ସେଠୁ ଯଦି ସାହାଯ୍ୟ କିଛି ହଉଛି ତ ବହୁତ ବଢିଆ ହବ। ସେମାନଙ୍କ ପାଇଁ କଣ କହିବେ ଯୋଉମାନେ ଜେଲ ରହିଛନ୍ତି ଏମାନେ କାର୍ଯ୍ୟ କରୁଛନ୍ତି ଯୋଉ ବୁଣା କାର୍ଯ୍ୟ କରୁଛନ୍ତି ବହୁତ ଭଲ କାମ କରୁଛି ଯେ ଆମ ସାଧାରଣ ଲୋକ ପାଇଁ ସେ ବି ଭାବୁଛି ସେ ବି କରୁଛି ସେ ବି କାମ କରିକି ଆମକୁ ଦଉଛି ଏଟା ହচ্ছে সবচেয়ে বড় ଇଏ। ବାଲିଯାତ୍ରା ବୁଲିଲେ ନା ନାଇଁ? ହଁ ବାଲିଯାତ୍ରା ବୁଲୁଛି। କଣ ଖାଇଲେଣି? ହଁ ଖାଇଛି ବଡା ଖାଇଛି ଚପ୍ ଖାଇଛି ଗୁପଚୁପ ଖାଇଛି। ଆଚ୍ଛା କଣ କିଣିଲେ ଏଠୁ ସବୁ ଷ୍ଟଲ ରୁ? ଏଇଠି ଗାମଛା ମୁଁ 3ଟା ଗାମଛା ବଢି ଭଲ ଗାମଛା ମୁଁ କିଣିଛି ପୁରା କଟନ ବେସ୍। ବହୁତ ବହୁତ ଧନ୍ୟବାଦ ଆପଣ ରହିଥିଲେ ମୋ ସହିତ। ତେବେ ନିହାତି ଭାବରେ ଗୋଟିଏ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଥିଲା। ତେବେ ନିହାତି ଭାବରେ ଆଲୋଚନା କରିବା ଯିଏ ଜେଲର କର୍ତ୍ତୃପକ୍ଷ ରହିଛନ୍ତି ଯିଏ ଏଇ ତମାମ କାର୍ଯ୍ୟରେ କଏଦୀ ମାନଙ୍କୁ ସାହାଯ୍ୟ କରନ୍ତି ସାର୍ ଆପଣଙ୍କୁ ପ୍ରଥମେ ଧରିତ୍ରୀକୁ ସ୍ୱାଗତ କରିବି। ଆପଣ ଯୋଉ ଏ କଏଦୀ ମାନଙ୍କୁ ଯୋଉ ଆପଣ ଶିଖାନ୍ତି ପ୍ରଶିକ୍ଷଣ ଦିଅନ୍ତି ତେବେ ଏଇ ଯୋଉ ଗାମୁଛା ଗୋଟେ ତିଆରି କେତେ ଦିନ ଲାଗେ କେମିତି କଣ କଣ ବ୍ୟବସ୍ଥା ରହିଛି? ଗାମୁଛା ଗୋଟେ ଢାଲିର 50-60ଟା ପଡିଯାଏ ଏକାଥରକେ 15 दिन ଭିତରେ 50-60ଟା ବାହାର କରିଦିଅନ୍ତି ସେମାନେ ଢାଲି ପକେଇ। ଆଚ୍ଛା କେତେ ଟାଇମ ଲଗାନ୍ତି? 15 दिन 50-60ଟା ତିଆରି କରିଦିଅନ୍ତି 15 दिन। ସବୁ ଯାକ କୁଶଳୀ ଅଛନ୍ତି? ସବୁ ଯାକ କୁଶଳୀ ଯୋଉ କୁଶଳୀ ରହିଲେ ସେମାନଙ୍କୁ ନୂଆ ଲୋକଙ୍କୁ ଶିଖେଇ ଦିଅନ୍ତି ଆଉ ସେମାନେ ଆଉ। ଆଚ୍ଛା ମାନେ ହାର୍ଡକୋର କ୍ରିମିନାଲ ବି ଅଛନ୍ତି ତା ଭିତରେ? ହାର୍ଡକୋର କ୍ରିମିନାଲ ଅଛନ୍ତି ଯୋଉମାନଙ୍କୁ ସଜା ହେଇଯାଏ ସେଇମାନେ ହିଁ କାମର ପାସ୍ ହୁଅନ୍ତି। ଆଚ୍ଛା ଯୋଉମାନେ ହାଜତ ଆସେନି ସେମାନେ ପାସ୍ ହୁଅନ୍ତିନି କାମରେ ସେମାନଙ୍କୁ ସଜା ହେଇଯାଏ ଲାଇଫ ଫର ସଜା ହେଇଯାଏ ସେମାନେ କାମରେ ଆସିକି କରନ୍ତି। ଆଚ୍ଛା ବିଚାରାଧୀନ କଏଦୀ ମାନଙ୍କର କିଛି ହେଇନଥାଏ କାମ ସେମାନେ କାମ କରିବାକୁ ପାସ୍ ଆମକୁ କରୁନଥାନ୍ତି। ଆଚ୍ଛା କେତେବେଳେ ସେ କାମ ସବୁ ସେମାନେ କରନ୍ତି? ସକାଳ 7ଟାରୁ ଆସନ୍ତି ସେମାନେ 11ଟା ବେଳେ ପଳେଇ ଯାଆନ୍ତି ପୁଣି ଗୋଟାକରେ ଆସନ୍ତି 7ଟା ବେଳେ ଯାଆନ୍ତି। ଆଚ୍ଛା ୱାର୍କସପ୍ ଅଛି ଭିତରେ ୱାର୍କସପ୍ ଅଛି କାମ କରନ୍ତି ସେମାନେ ଆଉ। କେତେ ଟଙ୍କା ଲେଖା ପାଆନ୍ତି ସବୁ ଏଇ ଯୋଉ ଗାମୁଛା ଲୁଙ୍ଗି? ଏବେ ସବୁ ପର ଡେ 100 ଟଙ୍କା ଲେଖା ଇନସେଣ୍ଟିଭ ବଢିକି 100 ଟଙ୍କା ଲେଖା। ଆଚ୍ଛା ଲୋକମାନଙ୍କ ଭିତରେ ସେଇ ଯୋଉ କଏଦୀ ମାନଙ୍କ ଭିତରେ ସେଇ ଖୁସି ରହିଛି ବୁଣାବୁଣି କରିବାର? ହଁ ବୁଣାବୁଣି ପୁରାପୁରି ଖୁସି ବହୁତ ଅଛନ୍ତି ପଇସା ପାଉଛନ୍ତି ଖୁସି ଅଛନ୍ତି ତାଙ୍କର କାମ ଶିଖିବାର ଗୋଟେ ମାନେ ମନୋବୃତ୍ତି ଅଛି ଆଉ। କେତେଟା ଜେଲରୁ ଆସିଛନ୍ତି ସମସ୍ତେ ଏଇ ଯୋଉ ସାମଗ୍ରୀ ଆସିଛି? ମାନେ ଅଲ୍ ଓଡିଶା ଜେଲରୁ ମିଶିକି ଆସିଛି ବେସିକି ଚୌଦ୍ୱାର ଜେଲରୁ ବେଶୀ ଆସିଛି ଆଉ। ଆଚ୍ଛା ଆଚ୍ଛା ଯୋଉମାନେ ଆପଣ ଯୋଉ ପ୍ରଶିକ୍ଷଣ ଦିଅନ୍ତି ସେମାନଙ୍କ ଭିତରେ ଖୁସି ରହିଥାଏ? ହଁ ପୁରା ଖୁସି ସେମାନେ ପୁରା ଟାଇମରେ ପଳେଇ ଆସି ଖୁସି ପୁରା କାମର ମାନେ ଇଏ କରନ୍ତି ଆଉ ଯେହେତୁ ଇଏ କରନ୍ତି ସେମାନେ ଗୋଟେ କାମରେ ଏନଗେଜ ହେଇଗଲେ 15-20 ବର୍ଷ ରହିବେ ନା ସେମାନେ ତମ କାମରେ ଗୋଟେ ଏନଗେଜ ହେଲେ ତାଙ୍କ ଟାଇମ ପାସ୍ ହେଇଯାଏ ଆଉ। ନିହାତି ଭାବରେ ଶୁଣୁଥିଲେ ସ୍ପେସିଫିକ ମାନେ ଏଥର ବିଜି ସାର୍ ସ୍ପେସିଫିକ ଯୋଉ ଗାମଠାର 120-130 ଟଙ୍କା ସେଟା ଏବେ 100 ଟଙ୍କାରେ ମିଳୁଛି ସେମାନେ 40-10% ଡିସକାଉଣ୍ଟ ଦେଇଛନ୍ତି ବିଜି ସାର୍। ହଁ 40% 10% ଡିସକାଉଣ୍ଟ ଦେଇଛନ୍ତି ବିଜି ସାର୍। ତେବେ ଲୋକଙ୍କ ଭିତରେ କ୍ରେଜ କେମିତି ଦେଖୁଛନ୍ତି? ମାନେ ଡିସକାଉଣ୍ଟ ଦେଲା ପରେ ଆହୁରି ବେଶୀ ଟିକେ ବେପାର ବହୁତ ବଢି ଯାଇଛି। ପ୍ରଥମ ଥର ପାଇଁ ଆସିଛନ୍ତି ନା ପୂର୍ବରୁ ଆସିଥିଲେ? ଆମେ ସବୁ ବର୍ଷ ଆମେ ପ୍ରାୟ ପଢୁଛୁ ଆମେ କଟକରେ ରହୁଛୁ ତ ସବୁ ବର୍ଷ ପଢୁଛୁ ଆମେ ଚୌଦ୍ୱାର ଜେଲ ଷ୍ଟାଫ ତ। ନିହାତି ଭାବେ ଯେମିତି ଶୁଣୁଥିଲେ ଚୌଦ୍ୱାର ଜେଲରୁ ଆସିଥିଲେ ଏବଂ ସେମାନଙ୍କର ଯୋଉ ବିଚାରାଧୀନ କଏଦୀ ଯୋଉମାନେ ରହିଛନ୍ତି ବା ସେମାନେ ତ ଏ କାର୍ଯ୍ୟକୁ କରନ୍ତି ନାହିଁ ଯୋଉମାନେ ସଜା କାଟୁଛନ୍ତି ଆଜୀବନ ସଜା କାଟୁଛନ୍ତି ସେମାନେ ଏଇ କାର୍ଯ୍ୟ କରିଥାନ୍ତି ଏବଂ ପ୍ରତ୍ୟେକ ଦିନ ଯୋଉ ତାଙ୍କର ରୁଟିନ ୱାଇଜ ଯୋଉ କାର୍ଯ୍ୟ ରହିଛି ଯୋଉ ନିର୍ଦ୍ଧାରିତ ହୋଇଥାଏ ସମୟ ସେଇ ଅନୁସାରେ କାର୍ଯ୍ୟ କରାଯାଇଥାଏ ଏବଂ ଦିନକୁ ସେ 100 ଟଙ୍କା ଲେଖା ମଜୁରୀ ନେଇଥାନ୍ତି ଯାହାଦ୍ୱାରା ସେମାନେ ମଧ୍ୟ ଯୋଉ ରହିଥାଏ କି ରୋଜଗାରକ୍ଷମ ମଧ୍ୟ ଜେଲ ପରିସର ମଧ୍ୟ ରହିପାରନ୍ତି। କଟକରୁ ପ୍ରଭୁକଲ୍ୟାଣ ପାଲ, ଧରିତ୍ରୀ ଲାଇଭ।
एही भिडियोटी आपंक केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पई लॉगिन करंतु www.dharitri.com।